ସମସ୍ତଙ୍କୁ ଖ୍ରୀଷ୍ଟରେ ମୋର ନମସ୍କାର। ଆଜି ମୁଁ ବିଶେଷ ଭାବରେ ଧନ୍ୟବାଦ ଦିଏ। ମୁଁ ବିଶେଷ ଅନୁପମା ନନ୍ଦ। ଆଗରୁ ତ ଆମେ ଆହ୍ଲାବାଦରେ ଥିଲୁ। ବର୍ତ୍ତମାନ ମୋର ହଜବେଣ୍ଡ ରିଟାୟାର୍ଡ ହେଲା ପରେ ଆମେ ଭୁବନେଶ୍ୱର ଆସିଲୁ। ମୁଁ ଭୁବନେଶ୍ୱରରେ ଅଛି। ଆଉ ବିଶେଷ ରୂପ ସେ ମୁଁ ପ୍ରଭୁଙ୍କର ମହାନାମକୁ ଧନ୍ୟବାଦ ଦେବି। କାରଣ ସେ ମତେ ଆଜି ଏଇ ସୁବର୍ଣ୍ଣ ସୁଯୋଗ ଦେଇଛନ୍ତି, ଯୋଉ ସୁଯୋଗ ମୁଁ ଏଇ ଆହ୍ୱାନ ଅନୁଷ୍ଠାନ ତରଫରୁ ପାଇଲି। ଆଉ ବିଶେଷ ଭାବରେ ମୋର ଗୋଟେ ଛୋଟ ସାକ୍ଷ୍ୟ ମୁଁ ଦେଇ ଆଜି ମୋର ବାକ୍ୟଟି ଆରମ୍ଭ କରିବି। ବିଶେଷ ଭାବରେ ଆଜିକୁ କିଛି ବର୍ଷ ତଳେ ମୁଁ ଆଉ ମ୍ୟାଗାଜିନ୍ ତ ପଢୁଥିଲି, କିନ୍ତୁ ମୋ ମନରେ ଗୋଟେ ଭାରି ଇଚ୍ଛା ଥିଲା କି ନିଶ୍ଚୟ ପ୍ରଭୁ ସମସ୍ତଙ୍କୁ ତାଙ୍କର ଇଚ୍ଛା ଅନୁସାରେ ପ୍ରତ୍ୟେକ ବ୍ୟକ୍ତିକୁ ସେ କିଛି ନା କିଛି ତୋଡ଼ା ଦେଇଥାନ୍ତି। ଆଜି ସେ ମଧ୍ୟ ତାଙ୍କର ଏଇ ତୁଚ୍ଛ ଦାସୀକୁ କିଛି ତୋଡ଼ା ଦେଇଛନ୍ତି। ଆଉ ମୋର ଲେଖିବା ଭାରି ଇଚ୍ଛା ଥିଲା। ଆଉ ପ୍ରଥମେ ମୁଁ ଲେଖିଥିଲି, ଆଉ ଆହ୍ୱାନ ଅନୁଷ୍ଠାନକୁ ପଠେଇଥିଲି। ଆମର ରେଭରେଣ୍ଡ ପ୍ରଦୀପ ଦାସ ସେ ପଢିଲେ। ଆଉ ମୁଁ ତାଙ୍କୁ ବିଶେଷ ଭାବରେ ଧନ୍ୟବାଦ ଦେବି। ସେ ମୋଠୁ ବଡ, କିନ୍ତୁ ସେ ମତେ ବହୁତ ମାନେ ମୁଁ ବହୁତ ଇନ୍ସପାୟାର ହେଇଥିଲି। ଆଉ ସେ ମତେ କହିଥିଲେ, ନାଇଁ ଦେଖ, ଲେଖିବାର ଶୈଳୀ ଏଇଭଳିଆ, ଏମିତି ଲେଖିବ, ଏମିତି। ତାପରେ ମୁଁ କହିଲି, ହଁ ଆପଣ ଠିକ କହୁଛନ୍ତି। ତାପରେ ମୁଁ ପଢିଲି, ପ୍ରାର୍ଥନା କଲି। ପ୍ରଭୁ ମୋର ପ୍ରାର୍ଥନା ଶୁଣିଲେ। ତାପରେ ଧୀରେ ଧୀରେ ଯେତେବେଳେ ମୁଁ ଲେଖିବାକୁ ବସେ, ସେତେବେଳେ ମୁଁ ପ୍ରାର୍ଥନା କରେ ଆଉ ପ୍ରଭୁଙ୍କୁ ମାଗେ, ପ୍ରଭୁ ଆଜି ମୁଁ ନୁହେଁ, ମୋ ହସ୍ତରେ ତୁମେ ଚାଳିତ ହୁଅ, ମୋ ମସ୍ତିଷ୍କରେ ତୁମେ ବାକ୍ୟ ଦିଅ। ତାପରେ ମୁଁ ଲେଖିବା ଆରମ୍ଭ କଲି। 2012ରେ ମୋର ଲେଖା ମୁଁ ଆରମ୍ଭ କଲି। ଆଉ ଆହ୍ୱାନରେ ଯେତେବେଳେ ମୋର ଲେଖା ବାହାରିଲା, ମୁଁ ବହୁତ ଖୁସି ହେଲି। ଆଉ ମୁଁ ଆହ୍ୱାନ ଅନୁଷ୍ଠାନକୁ ଧନ୍ୟବାଦ ଦଉଛି। ଆଉ ସେମାନେ ଏଇ ଅଯୋଗ୍ୟ ଦାସୀର ଲେଖାକୁ ସେମାନେ ଆକ୍ସେପ୍ଟ କରିଛନ୍ତି। ପ୍ରଭୁଙ୍କର ମହାନାମକୁ ଧନ୍ୟବାଦ ଦେବି। ଆଉ ସେ ମିନିଷ୍ଟ୍ରିକୁ ପ୍ରଭୁ ବହୁଥାଏ ସେ ଆଶୀର୍ବାଦ କରନ୍ତୁ, ଏଟା ମୋର ପ୍ରାର୍ଥନା। ଆଜି ବିଶେଷ ଭାବରେ ମୁଁ କହିବାକୁ ଚାହେଁ, ଆଜିର ଯୋଉ ଯୁବାପିଢି ମାନଙ୍କ ପାଇଁ, ଯୋଉମାନଙ୍କ ପାଖରେ ଆଜି ସମୟ ନାହିଁ, ଆଜି ଯୋଉମାନେ ବାକ୍ୟ ଆଜି ଆମମାନେ ଲେଖୁଛୁ, ଏତେ ମାନେ ଚିନ୍ତା, ମାନେ ଏତେ ବାକ୍ୟ ଉପରେ ଗଭୀର ଚିନ୍ତା କରିବା ନିମନ୍ତେ ଆମେ ଗୋଟେ ଆର୍ଟିକଲକୁ ତିଆର କରୁଛୁ, କିନ୍ତୁ ପିଲାମାନେ ସେଟାର ମହତ୍ଵକୁ ବୁଝୁନାହାନ୍ତି। ଆଉ ସେମାନଙ୍କ ପାଖରେ ସମୟ ନାହିଁ ଆଜି ବାକ୍ୟ ପଢିବାକୁ, ପ୍ରାର୍ଥନା କରିବାକୁ। କିନ୍ତୁ ଆଜି ଆହ୍ୱାନ ଅନୁଷ୍ଠାନ ଏତେ ସୁନ୍ଦର ଏକ କାର୍ଯ୍ୟ କରିବା ନିମନ୍ତେ ସେ ପାଦ ଉଠାଇଛନ୍ତି। ପ୍ରଭୁ ସେମାନଙ୍କୁ ଧନ୍ୟବାଦ ମୁଁ ଦଉଛି, ପ୍ରଭୁଙ୍କୁ ଧନ୍ୟବାଦ ଦଉଛି। ଆଉ ପ୍ରଭୁ ସେମାନଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ଏଇ ଯୋଉ ନୂତନ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି, ପ୍ରଭୁ ତା ଉପରେ ପ୍ରଚୁର ଆଶୀର୍ବାଦ ଦିଅନ୍ତୁ। ଆଉ ଲୋକମାନେ ଯେପରି ଏହାକୁ ପଢିବେ, ଆଉ ବହୁତ ଲୋକମାନେ ପ୍ରଭୁଙ୍କ ଉପରେ ବିଶ୍ୱାସ କରି ଆଉ ପ୍ରଭୁଙ୍କ ପାଦ ତଳକୁ ଆସିବେ, ସେଥିପ୍ରତି ମୋର ସେଇ ପ୍ରାର୍ଥନା।